प्रथम स्कंध तृतीय अध्याय। सूत उवाच सूत कहन्ति शुद्धचित्ते हरसे मुनिङ्कग्रते शृण सकल मुनिजने हरिचरित सावधाने सृष्टिर काले से मुरारी महापुरुष रूप धरी महत आदि अंगे मिशी विराट रूपे ब्रह्मराशि कला बह्यई षडदश अनादि परम पुरुष बुद्धि चेतना अहंकार मन अंतरिक्ष समीर अनल जल वसुमती बुद्धि इंद्रिय जहा चिंती जीव परम ए षोडश ए आदि सृष्टि उपदेश से सृष्टि सर्ग इच्छा करी जड़े जोग निद्रा विस्तारी तानाभि कमलु कमल प्रकाशी आच्छादिला जल ब्रह्मा होइले तहु जात जे प्रजापतिंकर नाथ तार शरीरु सृष्टि लोक विस्तार होइला अनेक से शुद्ध सत्व विष्णु रूप जहा भी आण माया कल्प ज्ञान चक्षुर द्वारे भरी चेरूप देखे ब्रह्मचारी सहस्र पाद उरुभुज शिव शिरवदन नासा तेज सहस्र लोचन श्रवण वसन कुलभूषण मणिकंकण झटकंती दिशई अति रूपकांति ए सृष्टि मध्ये मायाधर करई जेते अवतार ताहांको मूल विजयेहि जगते ब्रह्मा से बोलई जाहार अंशा अंश वेळे गगन पृथ्वी पाताले देव मनुष्य पशु आदि निगम गोचरे संपादी प्रथमे कुमार रूपे से सृष्टि उदय उपदेशे दुस्तर ब्रह्मचार्य व्रते तपसा दिले दृढ़चिते द्वितीय सृष्टिर आगमे साधिले यज्ञेश्वर नामे पूर्व प्रलय काल वेळे महिजे थिला रसा तले तार उद्धारे नरहरि तक्षणे कोल रूप धरी उद्धरी जले बसाइला बराह कल्प बोलाइला तृतीय ऋषि स्वर्गे हरि नारद मुनि रूप धरी कृष्ण भक्त जनहित
ନିଷ୍କାମ ଶାସ୍ତ୍ର କଲେ ଉକ୍ତ। ଚତୁର୍ଥ ଜନ୍ମ ଧର୍ମ କଳା ତେବେ ଦେବ ଉଦ୍ଦେଶେ କର୍ମ କଲା। ସେ ରୂପ ନର ନାରାୟଣ ସୃଜିଲେ ଧର୍ମ ଆଚରଣ। ତପସାଧିଲେ ଦୃଢ଼ ଚିତ୍ତେ ସୃଷ୍ଟି କଳ୍ପନା ଅଭିମତେ। ପଞ୍ଚମେ ସିଦ୍ଧ ଅବତାର ଜନ୍ମିଲେ କଦ୍ରମର ଘରେ। ନାମେ ସେ କପିଳ ବୋଲାଇ ପିତା ମାତାଙ୍କୁ ଜ୍ଞାନ କହି। ଷଷ୍ଠେ ସେ ଅତ୍ରି ପୁତ୍ର ହୋଇ ଅନୁସୟାଙ୍କୁ ମାତା ପାଇ। ପ୍ରହ୍ଲାଦ ଆଦି ଦୈତ୍ୟଗଣେ ଜ୍ଞାନ କହିଲେ ଜଣେ ଜଣେ। ସପ୍ତମ ସର୍ଗେ ନରହରି ଆକୁତି ଗର୍ଭେ ଅବତରି। ଅନେକ ଜ୍ଞାନ ଶାସ୍ତ୍ର କଲେ ସ୍ୱୟଂଭୂ ମନ୍ୱନ୍ତ୍ର ପାଳିଲେ। ଅଷ୍ଟମେ ନାଭି ଗୃହେ ଜାତ ଋଷଭ ମେରୁ ଦେବୀ ସୁତ। ଅତି କଠୋର ତପ କଲେ ଜ୍ଞାନୀଙ୍କି ପଥ ଦେଖାଇଲେ। ନବମେ ପୃଥୁ ରୂପେ ଧରି ବଳେ ଦୁହିଁଲେ ବସୁନ୍ଧରି। କ୍ଷୀରେ ଧରିଣ କଲେ ସମ ନାମ ବୋହିଲେ ଉଷତମ। ଦଶମେ ମତ୍ସ୍ୟ ରୂପ ହୋଇ ନାବ ପ୍ରଳୟ ଜଳେ ବହି। ପ୍ରଳୟ ଜଳେ ବିହରିଲେ ରବିର ବଂଶକୁ ରଖିଲେ। ଏକାଦଶରେ ଚକ୍ରଧର ସେ ରୂପେ ଜନ ଉପକାର। ଇନ୍ଦ୍ରର ଅର୍ଥେ ଦେବାସୁର କ୍ଷୀର ସମୁଦ୍ର ମନ୍ଥିବାର। କପଟେ କୁର୍ମ ରୂପ ହୋଇ ମନ୍ଦର ଗିରି ପୃଷ୍ଠ ବହି। ଦ୍ୱାଦଶ ସର୍ଗେ ବିଶ୍ୱକଳ୍ପେ ଜନ୍ମିଲେ ଧନନ୍ତ୍ୱରୀ ରୂପେ। ଅମୃତ କ୍ଷୀରାର୍ଣ୍ଣବୁ ଆଣି ଦେବଙ୍କୁ ପିଆଇଲେ ପୁଣି। ମୋହିନୀ ରୂପେ ତ୍ରୟୋଦଶେ ଶଙ୍କର ମୋହେ କାମ ବଶେ। ଚତୁର୍ଦଶେ ସିଂହ ବପୁ ବିଦାରେ ହିରଣ୍ୟକଶିପୁ। ବାମନ ରୂପେ ପଞ୍ଚଦଶେ ବଳିକି ଛଳିଲେ ବିଶ୍ୱାସେ। ଷୋଡ଼ଶ ଅବତାରେ ହରି ପରଶୁରାମ ରୂପ ଧରି। ପିତାବଧରେ ଅହଙ୍କାରେ ଧରଣୀ ଏକବିଂଶବାରେ। ଭ୍ରମିଲେ ମହାକୋପାନଳେ ରାଜାଙ୍କୁ ଧରି ବାହୁବଳେ। ଦୁଷ୍ଟ କ୍ଷତ୍ରିୟ କାଟି ମୁଣ୍ଡ ରୁଧିରେ ପୁର କରି କୁଣ୍ଡ। ତର୍ପଣ କଲେ ପିତୃଗଣେ ତପେ ରହିଲେ ଘୋର ବନେ। ସପ୍ତଦଶେ ଦେବକାର୍ଯ୍ୟେ ଜନ୍ମିଲେ ପରାଶର ବୀର୍ଯ୍ୟେ। ନିଗମ ବୃକ୍ଷ ଥିଲା ଏକ ବିଚାରି କଲେ ସତେ ଶାଖ। ପ୍ରାଣୀଙ୍କି ଦେଖି ଅଳ୍ପ ବୁଦ୍ଧି
ଯେ ଧର୍ମ ସଂସାରେ ପ୍ରସିଦ୍ଧି। ସେ ପୁଣି ଦିବାକର ବଂଶେ ଶ୍ରୀରାମଚନ୍ଦ୍ର ଅଷ୍ଟାଦେଶେ। ଜଳଧି ବାନ୍ଧି ସୀତା ଛଳେ ଲଙ୍କା ଧ୍ୱଂସିଲେ ଭୁଜ ବଳେ। ରାବଣ ମାରି ଦେବରାଜ ଭଲେ ସମ୍ପାଦି ଦେବ କାର୍ଯ୍ୟ। ଊନବିଂଶତି ରୂପେ ହରି ଯାଦବ ବଂଶେ ଅବତରି। କୃଷ୍ଣ ସ୍ୱରୂପେ ରାମ ତୁଲେ ଅବନୀ ଭରା ଉଶ୍ୱାସିଲେ। କଳିଆଗମେ ଭାବଗ୍ରାହୀ ପାଷାଣ୍ଡ ଜନ ମନ ମୋହି। ବୁଦ୍ଧ ସ୍ୱରୂପ ଅବତାର ଜନ୍ମିବେ କିକଟ ନଗରେ। ଜ୍ଞାନ ଉଦ୍ଦେଶ୍ୟେ ଭଗବାନ ମୋହିବେ ଅସୁରଙ୍କ ମନ। ଏମନ୍ତେ ଜନ୍ମ ଏକବିଂଶ ସୁଜନ ହିତେ ହୃଷିକେଶ। ସେ ପୁଣି କଳି ଯୁଗ ଅନ୍ତେ ରାଜାଙ୍କୁ ଦେଖିବେ ଜଗତେ। ନିର୍ଦ୍ଦୟ ହୃଦେ ପ୍ରଜା ମାରି ଧନ ଜୀବନ ନିଅନ୍ତି ହରି। ସେକାଳେ ବିଷ୍ଣୁ ଯଶା ଘରେ ଜନ୍ମିବେ କଳ୍କି ଅବତାରେ। ମନୋହୁ ବେଗ ବଳବନ୍ତ ଅଶ୍ୱ ଆରୋହୀ ଜଗନ୍ନାଥ। ସୁନନ୍ଦ ଖଡ୍ଗ କରେ ଧରି ଦୁଷ୍ଟ ରାଜାଙ୍କୁ ବେଗେ ମାରି। ଅଳପ ରାଜା ଜନ ଦେଶେ ଦୟାରେ କରିଣ ଆଶ୍ୱାସ। ସେ ସତ୍ୟନିଧି ମାୟାଧର ଅଶେଷ କରେ ଅବତାର। ଯଥାଜିମୁତ ବୃଷ୍ଟି ଜଳେ ସହସ୍ର ନଦୀ ମହୀତଳେ। ଋଷି ଦେବତା ମନୁରାଜ ଯେ ମନୁ ପୁତ୍ରେ ମହାତେଜା। ଏ ଆଦି ଯେତେ ପ୍ରଜାପତି କୃଷ୍ଣର ଅଂଶେ ଜାତ ହନ୍ତି। କେ ଅଂଶ କେବେ କଳା ହୋଇ ବିଭୂତି ଗୁଣେ କେ ଜନ୍ମଇ। ସକଳ ଅବତାର ସାର କିଏ ବା ଦେବା ପଟାନ୍ତର। ନୀଳଜିମୁତ ଚକ୍ରଧର ସ୍ୱୟଂ ଶ୍ରୀକୃଷ୍ଣ ଅବତାର। ଏମନ୍ତେ ନାନା ରୂପ ଧରି ସଂସାରେ ରମେ ନରହରି। ଦୁଷ୍ଟର ତେଜେ ହରି ସଂସାରେ ଖେଳଇ ମୁରାରି। କୃଷ୍ଣର ଜନ୍ମ କର୍ମ ବାଣୀ ଯେ ଏହା କର୍ଣ୍ଣ ପଥେ ଶୁଣି। ରାତ୍ର ଦିବସ ମଧ୍ୟେ ଯେବେ କାଳ ବଞ୍ଚଇ କୃଷ୍ଣ ଭାବେ। ସେ ଦୁଃଖ ସଙ୍କଟୁ ତରନ୍ତି ଜନ୍ମ ମରଣେ ନାହିଁ ଭ୍ରାନ୍ତି। ଏମନ୍ତେ ନାନା ରୂପ ଯେତେ ବିଷ୍ଣୁ ଧରନ୍ତି ଏ ଜଗତେ। ସ୍ୱଭାବେ ରୂପ ଯାର ନାହିଁ ନିର୍ଲେପ ନିରଞ୍ଜନ ସେହି। ମାୟାର ଗୁଣେ ବିଚରିତ ବିରଚିତ ମହତ ଆଦିରୁ ସମ୍ଭୂତ। ଯେମନ୍ତେ ମେଘ ଶୂନ୍ୟେ ଥାନ୍ତି ପବନ ବଳେ ସେ ଉଡ଼ନ୍ତି। ପାର୍ଥିବ ରେଣୁ ଏ ଯେମନ୍ତେ ଉଡ଼ନ୍ତି ପବନ ବିଘାତେ।
ଆକାଶ ଧୂସର ଦିଶଇ ନାନା ବର୍ଣ୍ଣରେ ଆଭାସଇ ତାହାକୁ ଦୃଷ୍ଟି ଭେଦ ଦେଖି ଯେ ସତ୍ୟ ପ୍ରାୟ ଉପଲକ୍ଷୀ ସେ ରୂପେ ଆତ୍ମାରେ ଶରୀର କଳ୍ପନା କରନ୍ତି ଯେ ନର ତାହାକୁ ବୋଲି ଜ୍ଞାନହୀନ ଏବେ ହୋ ମୁନି ଗଣେ ଶୁଣ ସ୍ୱଭାବେ ଦୃଶ୍ୟ ବସ୍ତୁ ନୋହେ ଗୁଣ ଆବରି ଦେହ ବହେ ଏଣୁ ସେ ଜୀବ ରୂପ ବହି ଜନ୍ମ ମରଣ ପଥେ ଥାଇ ସମ ରୂପ ଯେତେ ସମ୍ଭବେ ବିଷ୍ଣୁ ମାୟାଗ୍ରସ୍ତେ ଆତ୍ମାରେ କଳ୍ପିତ ଈଶ୍ୱର ଏତତ୍ତ୍ୱେ ବ୍ରହ୍ମର ବିଚାର ମାୟା ମିଶ୍ରିତ ମତି ଯେବେ ନିରସ୍ତ ହୋଇ ଜ୍ଞାନ ଭାବେ ତେବେ ଆତ୍ମାରେ ଆତ୍ମା ଦେଖି ନିର୍ମଳ ମହିମା ନିରେଖି ଏ ମାୟା ଈଶ୍ୱରୁ ପ୍ରକାଶ ଯେବେ ସେ ହୁଅଇ ବିନାଶ ପରମାନନ୍ଦ ରୂପେ ଚିତ ତେବେ ସେ ହୁଅଇ ଭାବିତ ତହୁଁ ସମ୍ପନ୍ନ ଜ୍ଞାନ ବ୍ରହ୍ମ ଜ୍ଞାନ ଜାଣଇ ତତ୍ତ୍ୱଜ୍ଞାନୀ জন ଏମନ୍ତେ ଜନ୍ମ କର୍ମ ଯେତେ ବିଚାର କରି ବେଦ ପଥେ ବୋଲନ୍ତି ଯେତେ ମୁନି ଜନେ ଏତ ନ ଘଟେ ଅନୁମାନେ ସ୍ୱଭାବେ ଯାର ଜନ୍ମ ନାହିଁ ବିଚାର କରିବ ତା କେହି ଅମୋଘ ଲୀଳା ନରହରି ଆତ୍ମାରେ ବିଶ୍ୱ ମାୟା କରି ବ୍ରହ୍ମାଣ୍ଡ ସୃଜଇ ପାଳଇ ଅନ୍ତେ ଆପଣେ ସଂହାରଇ ପ୍ରାଣୀଙ୍କ ମଧ୍ୟେ ଆତ୍ମତନ୍ତ୍ରେ ଷଡ୍ବର୍ଗେ ଭୋଗ କରେ ନିତ୍ୟେ ଏଣୁ ଈଶ୍ୱର ସେ ବୋলাই କିବା ଉପମା ଦେବି ମୁହିଁ ଈଶ୍ୱର ଲୀଳା କର୍ମ ଯେତେ କେ ଜାଣି ପାରେ ତର୍କ ମତେ ଏହାର ଅଛି ଯେତେ ନାମ ସ୍ୱଭାବେ ଯେତେ ଗୁଣ ଗ୍ରାମ ଅଜ୍ଞାନେ କେ ଜାଣିବ ତାହା ଦୂରଧି ଗମ୍ୟ ବିଷ୍ଣୁ ମାୟା ନଟ ଯେ ସନେ ମାୟା କରି ମୋହଇ କୁହୁକ ବିସ୍ତାରି ସେ ଚକ୍ର ପାଣିର ଚରିତ କେ ଜାଣି ପାରେ ତ୍ରିଜଗତ ଏକାଳ ଚକ୍ର ଯାର ହସ୍ତେ କେ ଯାଇ ପାରେ ତାର ପଥେ ସେ ହରି ପାଦ ପଦ୍ମ ଗନ୍ଧ ଯେ ନିତ୍ୟ ପିବେ ମକରନ୍ଦ ଧନ୍ୟ ଜୀବନ ତାହାଙ୍କର ଯେ ହରି ଚରଣେ କିଙ୍କର ସର୍ବ ଆତ୍ମାକୁ ଆତ୍ମା ଭାବେ ଭଜନ୍ତି ନିତ୍ୟ ବାସୁଦେବେ ଏମନ୍ତ ଭାବେ ଯେ ଭଜଇ ଏ ମାୟା ତାକୁ ନ ଲାଗଇ ଏ ଯେ ପୁରାଣ ଭାଗବତ ନିର୍ମଳ ପଦ ବ୍ରହ୍ମ ତତ୍ତ୍ୱ କୃଷ୍ଣ ଚରିତ ପରଶଂସୀ
ପ୍ରକାଶ କଲେ ବ୍ରହ୍ମଋଷି। ଜୀବର ମୋକ୍ଷ ଫଳ ଅର୍ଥେ ଧନ୍ୟ ମଙ୍ଗଳ ଏ ଜଗତେ। ସର୍ବନିଗମ ଇତିହାସେ ସାର ଉଦ୍ଧାରି ମନ ତୋଷେ। ଆତ୍ମଜ୍ଞାନୀଙ୍କ ମଧ୍ୟବରେ ଯେ ସୁକ ରୂପେ ଅବତାର। ତାହାଙ୍କୁ ଭାଗବତ ଦୀକ୍ଷା ଦେଇ କହିଲେ ଆତ୍ମଶିକ୍ଷା। ସେ ପୁଣି ପରୀକ୍ଷିତ ଆଗେ କହିଲେ ଆତ୍ମ ଅନୁରାଗେ। ବ୍ରାହ୍ମଣ ଶାପେ ଯେ ବିକଳେ ନିବାସ କରି ଗଙ୍ଗା କୂଳେ। ପରମ ଋଷି ମେଳେ ଥାଇ କୃଷ୍ଣ ଚରଣେ ମନ ଦେଇ। ଏ ଭଗବତ ରସ ଶୁଣି ତରିଲେ ଭବ ତରଙ୍ଗିଣୀ। ଶ୍ରୀକୃଷ୍ଣ ଗଲେ ନିଜ ଧାମ ସଙ୍ଗତେ ଘେନି ଜ୍ଞାନ ଧର୍ମ। ଏ କଳି ଯୁଗେ ଯେତେ ନର ପଡ଼ିବେ ମାୟା ଅନ୍ଧକାରେ। ତାହାଙ୍କୁ ତପନ ଉଦ୍ଧିତ ହୋଇବ ଭାବେ ଭାଗବତ। ରାଜା ସଙ୍ଗତେ ଗଙ୍ଗା ତଟେ ଅନେକ ଋଷିଙ୍କ ନିକଟେ। ଏ ଭାଗବତ ତତ୍ତ୍ୱବାଣୀ ଶୁକ ମୁନିଙ୍କ ମୁଖୁ ଶୁଣି। ଜାଣିଲି ଶୁକ ଅନୁରାଗେ ଏବେ କହିବା ତୁମ୍ଭ ଆଗେ। ଏ ଭାବେ ଚିନ୍ତି ନରହରି ଘୋର ସଂସାରୁ ଯିବା ତରି। ବୋଲଇ ଦାସ ଜଗନ୍ନାଥ ସୁଜନ ହିତେ ଭାଗବତ। ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ ପ୍ରଥମ ସ୍କନ୍ଧେ ନୈମିଷି ଉପାଖ୍ୟାନେ ତୃତୀୟ ଅଧ୍ୟାୟः।